ନମସ୍କାର, ଜୟ ଜଗନ୍ନାଥ। ଆଜି ଢେଙ୍କାନାଳ ଯାଇଛନ୍ତି ପାଣ୍ଡିଆନ ସାର୍। ସେଇ ଗୋଟିଏ ଟାର୍ଗେଟ୍ ତାଙ୍କର ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିବା। ଯେମିତି ଅର୍ଜୁନଙ୍କର ଟାର୍ଗେଟ୍ ଥିଲା ମାଛ ଆଖି, ତାଙ୍କ ଛଡ଼ା ଆଉ କିଛି ଦେଖାଯାଉନଥିଲା ଆଖି ଛଡ଼ା। ସେମିତି ବର୍ତ୍ତମାନ ଡରୁଛନ୍ତି ସେ ଧର୍ମେନ୍ଦ୍ର ପ୍ରଧାନକୁ ଏଇଥିପାଇଁ ସେ ହାରିବେ ବୋଲି। ଯେତେବେଳେ ମଣିଷ ଦୁର୍ବଳ ହୋଇଯାଏ ସେତେବେଳେ ସେ ସାମ୍ନାରେ ଥିବା ଲୋକ ଉପରେ ବେଶୀ ବର୍ଷେ। ଧର୍ମେନ୍ଦ୍ର ପ୍ରଧାନକୁ ଆପଣ ଯେଉଁ ଟାର୍ଗେଟ୍ କରିକି ବିଭିନ୍ନ ପ୍ରକାର କଥା କହୁଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ ଆପଣ କ'ଣ ଜାଣିଛନ୍ତି ଟିକେ କହିଲେ? ତାଙ୍କର ଫ୍ୟାମିଲି ବିଷୟରେ କ'ଣ ଜାଣିଛନ୍ତି କହିଲେ? ତାଙ୍କର ଏରିଆର ନାଁ କ'ଣ କହିଲେ? ଇଭେନ୍ ସେ କେଉଁ ଜାତିର ଲୋକ ଆପଣ ଜାଣିଛନ୍ତି କି? ସେଟା ବି ଆପଣ ଜାଣିନାହାନ୍ତି। କହୁଛନ୍ତି କ'ଣ? ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଯାଇଥିଲେ ଯେତେବେଳେ ମୁଖ୍ୟମନ୍ତ୍ରୀ, ସେ ଫେରିଲା ବେଳକୁ ତାଙ୍କ ଉପରେ କୁଆଡ଼େ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସାରାରେ ତାଙ୍କ କର୍ମୀମାନେ ଅଣ୍ଡା ମାଡ଼ କରେ ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ କରିନଥିବେ ସେମାନେ, ଆପଣ ଯେଉଁ ପଛରେ ବସିଥିବେ ଆପଣଙ୍କୁ ଅଣ୍ଡା ମାଡ଼ କରିଥିବେ। କାରଣ କ'ଣ ଜାଣିଛନ୍ତି? କାରଣ ଜଗନ୍ନାଥଙ୍କୁ ଆପଣ ଯେଉଁ ଭିକ ମଗେଇଲେ ଚାରିଆଡ଼େ ବୁଲେଇକି, ରତ୍ନ ଭଣ୍ଡାରର ଚାବି ହଜିଯାଇଛି। ଆପଣଙ୍କ ଛଡ଼ା କେହି ଜାଣିନାହାନ୍ତି ଚାବି କେମିତି ହଜିଲା, କୁଆଡ଼େ ହଜିଲା। ଯେତେ ସବୁ ମଠ, ଆମର 800,000 ବର୍ଷ ପୁରୁଣା ମଠ ମନ୍ଦିର, ଯେତେ ସବୁ ଦୋକାନ ଯୁଗ ଯୁଗରୁ ସବୁ ଥିଲା, ପରିବାର ସବୁ ଚଳୁଥିଲେ, ସବୁ ଆପଣ ଭାଙ୍ଗି ଭୁଙ୍ଗିକି ଆପଣଙ୍କ ଇଚ୍ଛାରେ ଗୋଟେ ନୂଆ କ'ଣ କରିଛନ୍ତି। ମାନେ ଝିଣ୍ଟିକା ମାରିକି ବଣି ପୋଷିଲା ଭଳିଆ ସେମିତି ଆପଣ ଯେଉଁ ସବୁ କାର୍ଯ୍ୟକ୍ରମ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କର କୌଣସି କର୍ମୀ ସେମିତି କରିନଥିବେ, ଆପଣଙ୍କର ଦଳର ସେମିତି କର୍ମୀମାନେ କରିଥିବେ। ଏଇଥିପାଇଁ ସେମାନେ ବଡ଼ ସ୍ୱାଭିମାନୀ, ଓଡ଼ିଆ ପୁଅ ପୁଣି ପୁରୀ ବଲା, ବହୁତ ସ୍ୱାଭିମାନୀ। ସେ ଭିକ ମାଗିବେନି, କିନ୍ତୁ ତାଙ୍କ ଉପରେ ଯେଉଁ ଆଞ୍ଚ ଆସିଛି ସେଇଟା ସିଏ ସମ୍ଭାଳି ପାରିନାହାନ୍ତି, ସେଇମାନେ ଆପଣଙ୍କ ଉପରେ ପକାଇଥିବେ। ଆଉ ଧର୍ମେନ୍ଦ୍ର ପ୍ରଧାନକୁ ଏଭଳି ଆଗକୁ ଟାର୍ଗେଟ୍ କରନ୍ତୁନି। ବର୍ତ୍ତମାନ ଆପଣ ଯେଉଁ କହିଛନ୍ତି ଯେ ବିଜେପି ସରକାର ଯଦି ଆସିବ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି। ରାଜନୀତିରୁ ସନ୍ନ୍ୟାସ ନେବା ଉଚିତ ନୁହେଁ। ଆପଣ ଓଡ଼ିଶା ଛାଡ଼ିକି ପଳେଇ ଯାଆନ୍ତୁ। ଆପଣଙ୍କୁ ଓଡ଼ିଶାବାସୀ ନେହୁରା ହେଉଛନ୍ତି। ବହୁତ ପ୍ରକାର ଅଘଟଣ ସବୁ ଘଟେଇଲେଣି। ସେ କାମିଆଜାନି ପଠାଣକୁ ନେଇକି ପୁରେଇଲେଣି ମନ୍ଦିର ଭିତରେ। ଆମର ନିଜ ଆଡ଼ଭର୍ଟାଇଜ୍ ଆପଣ ନିଜେ କରୁଛନ୍ତି। କୌଣସି ନେତା ମନ୍ତ୍ରୀଙ୍କୁ ଆପଣ କଥା କୁହାଇବାକୁ ଦେଉନାହାନ୍ତି। କାହାରି ଚିନ୍ତା ଆପଣଙ୍କର ନାହିଁ, କାହାକୁ ଆପଣ ଆଗ ସାମ୍ନାକୁ ଆଣୁନାହାନ୍ତି। ସେଇ ବିଜେଡ଼ି ନେତାମାନେ ବି ଆପଣଙ୍କ ପାଇଁ ବଡ଼ ଦୁଃଖୀ, ରାଗୁଛନ୍ତି। ଏମିତି ସବୁ ହେଲେଣି। ଟୋଟାଲ୍ ଓଡ଼ିଶା ବର୍ତ୍ତମାନ ଆପଣ ଛାଡ଼ିକି ପଳେଇଗଲେ ବହୁତ ଭଲ ହୁଅନ୍ତା। ଆଉ ଭଗବାନ ଅଛନ୍ତି, ଜଗନ୍ନାଥ ହିଁ ଆପଣଙ୍କୁ କିନାରା ଲଗାଇବେ। ଯେତେ ଜଗନ୍ନାଥଙ୍କ ସାଙ୍ଗରେ ଖେଳିଛନ୍ତି, ଜଗନ୍ନାଥ ମାଟିର ଲୋକଙ୍କୁ ଯେତେ ଆପଣ ଚନ୍ଦେଇଛନ୍ତି ଆଉ ହଇରାଣ କରିଛନ୍ତି, ତାଙ୍କର ନେତାମାନଙ୍କୁ, ତାଙ୍କର ମାଆମାନଙ୍କୁ ଯେତେ ଆପଣ ଅପମାନ କରିଛନ୍ତି, ଆପଣ ସେଇ ଓଡ଼ିଆ ପୁଅକୁ ଧରିକି ରେପ୍ ମର୍ଡ଼ର ସବୁ ଯେତେ ସବୁ ଯାହା ସବୁ ନେତାମାନେ କରିଛନ୍ତି, ଆପଣ ସେମାନଙ୍କୁ ସପୋର୍ଟ କରିଛନ୍ତି, ଟିକେଟ୍ ଦେଉଛନ୍ତି। ଯେତେ ପ୍ରକାର ସବୁ କେଳେଙ୍କାରୀ ଆପଣ ସବୁ କରିସାରିଲେଣି, ସେଟା ଆପଣ ଭୁଲରେ କହିଛନ୍ତି ଯେ ରାଜନୀତି ଛାଡ଼ିବେ। ବର୍ତ୍ତମାନ ଆପଣଙ୍କୁ ଜଗନ୍ନାଥ ଓଡ଼ିଶା ଛଡ଼େଇ ଦେବେ।